ଶିମିଳିପାଳ ଜଙ୍ଗଲ ନିକଟରେ ଜଗନ୍ନାଥପୁର ନାଁରେ ଏକ ଛୋଟ ଗାଁଟିଏ ଥିଲା। ସେହି ଗାଁରେ ରହୁଥିଲେ ହରିଦାସ ବାବୁ। ହରିଦାସ ବାବୁ ଗାଁରେ ଚାଷ କାମ କରୁଥିଲେ। ହରିଦାସ ବାବୁଙ୍କର ପ୍ରଥମ ସ୍ତ୍ରୀ ସୁମିତ୍ରା ଦେବୀଙ୍କର ଦେହାନ୍ତ ହୋଇଥିଲା। ହରିଦାସ ବାବୁ ଓ ସୁମିତ୍ରା ଦେବୀଙ୍କର 10 ବର୍ଷର ପୁଅଟିଏ ଅଛି। ତା ନାଁ ଟୁକୁନା। ଟୁକୁନା ବାପାଙ୍କୁ ଚାଷ କାମରେ ସାହାଯ୍ୟ କରେ। ହରିଦାସ ବାବୁ ଗାଁ ଲୋକଙ୍କ କଥାରେ ପଡ଼ି ନନ୍ଦିନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ମଧ୍ୟ 7 ବର୍ଷର ଝିଅଟିଏ ଅଛି। ନାଁଟି ତାର ଅନୁ। ନନ୍ଦିନୀ ପ୍ରଥମେ ତ ଠିକ୍ ଠାକ୍ ଥିଲା, ମାତ୍ର ଅନୁ ଜନ୍ମ ହେବା ପରଠୁ ଟୁକୁନାକୁ ଆଉ ପସନ୍ଦ କରୁନଥିଲେ। ହରିଦାସ ବାବୁ ମଧ୍ୟ ନନ୍ଦିନୀ ଆଗରେ କିଛି କହିବାକୁ ସାହସ କରୁନଥିଲେ। ନନ୍ଦିନୀ ଟୁକୁନାକୁ ଅନୁ ସହିତ ମିଶିବା ପାଇଁ ଜମା ଦେଉନଥିଲେ। ସେ ଟୁକୁନା ତୋତେ କ'ଣ କହୁଥିଲା କିଲୋ? ତା ସହିତ ତୁ ଜମାରୁ ମିଶିବୁ ନାହିଁ। ନନ୍ଦିନୀ, ନନ୍ଦିନୀ, ଖାଇବାକୁ ବାଢ଼, ଭୋକ କଲାଣି। ଖାଇବାକୁ ଦିଅ, କେତେବେଳୁ ଆସିଲିଣି। ହଉ ହଉ, ଗୋଡ଼ ହାତ ଧୋଇକି ଆସ, ମୁଁ ଖାଇବା ବାଢ଼ୁଛି। ମା, ମତେ ବି ଭୋକ ଲାଗୁଛି, ଖାଇବାକୁ ଦିଅ। ହଇରେ ଟୁକୁନା, ତୁ ଏମିତି କ'ଣ କାମ କଲୁ କି? ତତେ ଭୋକ କଲାଣି? ଯା ଜଙ୍ଗଲକୁ ଯାଇ କାଠ ଆଣିବୁ ଯା, ତାପରେ ଖାଇବୁ। ନନ୍ଦିନୀ, ଛୋଟ ପିଲାଟା, ଖାଇବାକୁ ଦିଅ। ଓହୋ, ତୁମେ ଚୁପ୍ କଲ। ସବୁବେଳେ ତାକୁ ମୁଣ୍ଡରେ ବସେଇଥାଅ। ସେ ଏମିତି କ'ଣ ଉପାଡ଼ି ଦେଲା କି? ଦିନେ ନ ଖାଇଲେ କ'ଣ ସେ ମରିଯିବ? ଠିକ୍ ଅଛି ମା, ମୁଁ ଯାଉଛି ଜଙ୍ଗଲରୁ କାଠ ନେଇ ଆସିବି। ଅନୁ, ଅନୁ, ଆସେ ବାପାଙ୍କ ସହିତ ବସି ଖାଇଦେ, କେତେ ବେଳ ହେଲାଣି। ଟୁକୁନା ନିଜର କୁରାଢ଼ୀ ଧରି ତାର ଭାଗ୍ୟକୁ ଆଦରି ଜଙ୍ଗଲକୁ ଚାଲିଲା କାଠ ଆଣିବା ପାଇଁ। ଟୁକୁନାର ମନରେ କେତେ ସାରା ପ୍ରଶ୍ନ ଉଙ୍କି ମାରୁଥାଏ। ଭଗବାନ କ'ଣ ମୋରି ଭାଗ୍ୟରେ ଏତେ ଦୁଃଖ ଲେଖିଛନ୍ତି? କିନ୍ତୁ ଟୁକୁନା କାହାକୁ କିଛି ନ କହି ଚୁପଚାପ ଜଙ୍ଗଲରୁ କାଠ ନେଇ ଆସିଥାଏ। ଟୁକୁନା, ଟୁକୁନା, କେତେବେଳ ହେଲାଣି ଶୋଇଛୁ?
ଘର କାମ ସବୁ କେତେବେଳେ ସାରିବୁ? କରିବି ମା, କରିବି। ଏଇନେ ସବୁ କାମ ଯାଇକି ସାରିଦେବି। ମୁଁ ତତେ କହିଥିଲି ନା ତୁ ମୋତେ ମା ବୋଲି ଡାକିବୁନି। ତୋ ମା ତ କେବେଠୁ ମରିସାରିଲାଣି। ତୋ ପାଟିରୁ ମା ଡାକ ମୋତେ ଜମା ଭଲ ଲାଗୁନାହିଁ। ବୁଝିଲୁ? ଏ ଭୁଲ ଯେମିତି ଆଉ କେବେ ନ ହୁଏ। ଟୁକୁନା, ଇଏ ହେଉଛି ମୋ ମା। ତାକୁ ତୁ କ'ଣ ପାଇଁ ମା ଡାକୁଛୁ? କେବେ ମୋ ମାଆକୁ ମା ବୋଲି ଡାକିବୁନି। ଆଜି ଯଦି ମୋ ମା ମୋ ପାଖରେ ଥାନ୍ତେ ତାହେଲେ ମୋତେ କେତେ ଭଲ ପାଇଥାନ୍ତେ। ମୋତେ ଏସବୁ ଦୁଃଖର ଦିନ ଦେଖିବାକୁ ପଡ଼ିନଥାନ୍ତା। ମା, ତୁ ମୋତେ ଛାଡ଼ି କୁଆଡ଼େ ଗଲୁ ମା? ମୋତେ ବି ତ ସାଥିରେ ନେଇଯା। ଟୁକୁନା ସବୁଦିନ ଜଙ୍ଗଲରେ ଗୋଟାଏ ଗଛ ମୂଳରେ ବସି ମା କଥା ମନେ ପକାଇ ଲୁହ ଝରଉଥାଏ। ଠିକ୍ ଏହି ସମୟରେ ଜଣେ ବୁଢ଼ୀ ମାଉସୀ ସେହି ବାଟ ଦେଇ ଯାଉଥିଲେ। ଟୁକୁନାର କାନ୍ଦ ଶୁଣି ତା ପାଖକୁ ଆସିଲେ। ଆରେ ଏ ପୁଅ, କିଏ ତୁ? ଆଉ କ'ଣ ପାଇଁ ଏକୁଟିଆ ବସି ଏଠି କାନ୍ଦୁଛୁ? ଘର ଯିବାର ବାଟ ଭୁଲି ଯାଇଛୁ କି? ଚାଲେ ତୋତେ ଘରେ ଛାଡ଼ି ଦେଇ ଆସିବି। ନାଇଁ ବୁଢ଼ୀ ମା, ମୁଁ ଘରର ବାଟ ଭୁଲି ନାହିଁ। ମୁଁ କାଠ ନେବାକୁ ଆସିଛି। ତାପରେ ଟିକିନା ବୁଢ଼ୀ ମା'କୁ କାନ୍ଦି କାନ୍ଦି ସବୁ ସତ କଥା ଗୋଟି ଗୋଟି କରି କହିଲା। କିପରି ତା'ର ସାବତ ମା ତାକୁ ହଇରାଣ କରନ୍ତି। ଅନୁ ମଧ୍ୟ ତାକୁ ଭଲ ପାଏ ନାହିଁ। ବାପା ମଧ୍ୟ ତାଙ୍କ କଥାରେ କିଛି କୁହନ୍ତି ନାହିଁ। ବ୍ୟସ୍ତ ହବୁ ନାହିଁ ପୁଅ, ଭଗବାନଙ୍କ ଉପରେ ଭରସା ରଖ। ସବୁ ଠିକ୍ ହେଇଯିବ। ମୋ ଆଶୀର୍ବାଦ ତୋ ସାଥିରେ ଅଛି। ବୁଢ଼ୀ ମା ଟୁକୁନାକୁ ଆଶୀର୍ବାଦ ଦେଇ ଚାଲିଗଲେ। ଟୁକୁନା ମଧ୍ୟ କାଠ ନେଇ ଘରକୁ ଫେରି ଆସିଲା। ଏହିପରି ସବୁଦିନ ଟୁକୁନା ଜଙ୍ଗଲକୁ ଯାଇ କାଠ ଆଣିଲେ ତାକୁ ମୁଠାଏ ଖାଇବାକୁ ମିଳେ। ଟୁକୁନା ମଧ୍ୟ ଆଉ କିଛି ବିରୋଧ କରିଲା ନାହିଁ। ଅନୁ, କାଲି ହେଉଛି ରାକ୍ଷୀ ପୂର୍ଣ୍ଣିମା। ତୁ ତ ଭାଇକୁ ରାକ୍ଷୀ ବାନ୍ଧିବୁ କି ନାହିଁ? ମୁଁ ତ ମୋ ଭାଇ ପାଇଁ ରାକ୍ଷୀ ନେଇ ଆଣିଲିଣି। ହଁ, ବାନ୍ଧିବି। ତା ପାଇଁ କ'ଣ ସ୍ପେଶାଲ ରାକ୍ଷୀ ଆଣିବି? ଦେଖିବି କ'ଣ ସୂତା ଗୋଟେ ବାନ୍ଧିଦେବି। ଆଉ ଏମିତିରେ ବି ସିଏ ମୋର ଭାଇ ନୁହଁ। ନାଇଁ ଅନୁ, ସାବତ ମା'ର ପୁଅ ହେଲେ ବି ସିଏ ତୋର ଭାଇ। ଆଉ ରାକ୍ଷୀ ଦିନ ଭାଇମାନଙ୍କୁ ରାକ୍ଷୀ ବନ୍ଧା ହୁଏ। ରାକ୍ଷୀ ହେଉଛି ଆମ ପାଇଁ ଏକ ପବିତ୍ର ବନ୍ଧନ। ଠିକ୍ ଅଛି, ତୁ କହୁଛୁ ଯଦି କାଲି ମୋ ଭାଇକୁ ରାକ୍ଷୀ ବାନ୍ଧିବି। ହେଲେ ଚାଲେ ଆଜି ଏଠୁ ଯିବା। ବହୁତ ଡେରି ହେଲାଣି। ମା ଜାଣିଲେ ଆଉ କେବେ ବାହାରକୁ ବୁଲିବାକୁ ଛାଡ଼ିବେନି। ଚାଲେ। ଟୁକୁନା, ଟୁକୁନା, ଆରେ ଏ ଟୁକୁନା, ଆସେ ତତେ ରାକ୍ଷୀ ବାନ୍ଧିଦେବି। ଆଜି ପରା ରାକ୍ଷୀ ପୂର୍ଣ୍ଣିମା। ତାକୁ କ'ଣ ପାଇଁ ରାକ୍ଷୀ ବାନ୍ଧୁଛୁ କିଲୋ? ସିଏ କ'ଣ ତୋର ଭାଇ? ସିଏ ତୋର ଭାଇ ନୁହଁ। ମୁଁ ତ ତାକୁ କେବେ ପୁଅ ବୋଲି ଗ୍ରହଣ କରିନାହିଁ। ନାଇଁ ମା, ସୀମା କହିଲା ବୋଲି ମୁଁ ତାକୁ ରାକ୍ଷୀ ବାନ୍ଧିଲି। ନହେଲେ ଇଏ କ'ଣ ମୋ ଭାଇ ଯେ ମୁଁ ତାକୁ ରାକ୍ଷୀ ବାନ୍ଧିବି? ସବୁଦିନ ପରି ଆଜି ମଧ୍ୟ ଟୁକୁନା ଜଙ୍ଗଲକୁ ଯାଇ ସେହି ଗଛ ମୂଳରେ ବସି ଲୁହ ଗଡ଼ଉଥାଏ।
ଆଜି ଜଙ୍ଗଲକୁ ବୁଲିବାକୁ ଯିବା। କେତେ ମଜା ଆସିବ। କେତେ ପ୍ରକାରର ଫୁଲ ଫୁଟିଥିବ। କେତେ ପଶୁପକ୍ଷୀଙ୍କୁ ଦେଖି ଆସିବା। ମୋତେ ଡର ଲାଗୁଛି ଅନୁ, ବାପା ଜାଣିଲେ ମାରିବେ। ଆଲୋ ଡର ନା, ସନ୍ଧ୍ୟା ପୂର୍ବରୁ ପଳେଇ ଆସିବା, କେହି ଜାଣିପାରିବେନି। ହଉ ଚାଲେ ଯିବା ଚାଲେ, ହେଲେ ଜଲ୍ଦି ଆସିବା ଚାଲ। ସୀମା, ଦେଖିଲୁ ଦେଖିଲୁ ଜଙ୍ଗଲରେ କେତେ ସୁନ୍ଦର ଫୁଲ ଫୁଟିଛି। ଆରେ ହଁ ତ, ଗଲାବେଳେ ଆମେ ଏଇ ଫୁଲ ସବୁ ଘରକୁ ନେଇଯିବା। ଅନୁ ଦେଖ ଦେଖ, ହରିଣ ଦେଖ, ଚାଲ ତା ପଛରେ ଯିବା, ଚାଲେ। ଅନୁ ଓ ସୀମା ଦେଖୁ ଦେଖୁ ଜଙ୍ଗଲ ଭିତରକୁ ଯାଇ ବାଟ ବଣା ହେଇଗଲେ। ସୀମା, ସବୁଆଡ଼େ ତ ଜଙ୍ଗଲ ଦେଖାଯାଉଛି, ଆମେ ଯିବା କୁଆଡ଼େ? ଘରକୁ ଯିବା କେମିତି? ଅନୁ, ମୋତେ ବହୁତ ଡର ଲାଗୁଛି, କ'ଣ କରିବା? ଚାଲେ କାହାକୁ ସାହାଯ୍ୟ ପାଇଁ ଡାକିବା। ଅନୁ, ମୋତେ ବହୁତ ଡର ଲାଗୁଛି, କିଛି ଗୋଟେ କରେ। ହଉ ଚାଲେ, ସେ ଆଗକୁ ଯାଇ କାହାକୁ ଡାକିବା ଆଉ। ଚାଲ ଚାଲ, ଜଲ୍ଦି ଚାଲ। ଠିକ୍ ସେତିକି ବେଳକୁ ତାଙ୍କ ହାବୁଡ଼କୁ ଏକ ମହାବଳ ବାଘ ଆସିଲା। ସେ ତାଙ୍କୁ ଗୋଡ଼େଇଲା। ସୀମା ଓ ଅନୁ ଜୀବନ ବିକଳରେ ଦୌଡ଼ିଲେ। ସୀମା, ଦେଖ ଦେଖ, ଆମ ପଛରେ ବାଘ, ଚାଲ ଚାଲ ଦୌଡ଼ି ପଳେଇବା ଚାଲ। ବଞ୍ଚାଅ ବଞ୍ଚାଅ, କିଏ ଅଛ? ଆମକୁ ବଞ୍ଚାଅ, ଆମକୁ ବାଘ ମାରିଦେବ। ଆରେ ଜଙ୍ଗଲରେ କିଏ ଡାକୁଛି? ଏ ତ ଆମ ଅନୁର ସ୍ୱର ପରି ଶୁଭୁଛି। ସିଏ ଜଙ୍ଗଲରେ କ'ଣ କରୁଛି? ମୁଁ ଯାଏ ଦେଖେ କ'ଣ ହେଇଛି। ଅନୁ, ସୀମା, ମୋ ପାଖକୁ ଦୌଡ଼ି ଆସ। ଆରେ ବାଘ, ସେଇଠି ରହିଯା କହୁଛି, ନହେଲେ ଟିକ୍ ଟିକ୍ କରି କାଟିଦେବି। ଟୁକୁନା ଓ ବାଘ ମଧ୍ୟରେ ଯୁଦ୍ଧ ହେଲା। ଦୁହେଁ ରକ୍ତାକ୍ତ ହୋଇଗଲେ। ଟୁକୁନା ନିଜ ଜୀବନକୁ ବାଜି ଲଗେଇ ଭଉଣୀର ଜୀବନକୁ ବଞ୍ଚେଇଲା।
ମୋତେ କ୍ଷମା କରିଦେ। ମୁଁ ତୋତେ ବହୁତ ଅପମାନ ଦେଇଛି, ହେଲେ ଆଜି ତୁ ମୋ ଜୀବନ ବଞ୍ଚେଇ ଦେଲୁ। କ୍ଷମା କରିଦେ ଭାଇ, ମୁଁ ଆଉ ଏ ଭୁଲ କେବେ କରିବି ନାହିଁ। ଥାଉ ଅନୁ, ତୁ ମୋତେ ଭାଇ ନ ମାନିଲେ ବି ତୁ ମୋର ଭଉଣୀ। ତୁ ବା ମୋ ହାତରେ ରାକ୍ଷୀ ବାନ୍ଧିଛୁ। ତୋର ରକ୍ଷା କରିବା ମୋର କର୍ତ୍ତବ୍ୟ। ଚାଲ ଚାଲ ଏବେ ଘରକୁ ଯିବା ଚାଲ। ଏମିତି ବସି ରହିଲେ କିଛି ହବନି। କେତେବେଳୁ ହେଲାଣି ଅନୁ ଘରେ ନାହିଁ। ଯାଇକି ଦେଖ ସେ କୁଆଡ଼େ ଯାଇଛି। ତିନି ଜଣ ଯାକ ଘରକୁ ପହଞ୍ଚିଲେ। ଅନୁ ବାପା ମାଙ୍କୁ କାନ୍ଦି କାନ୍ଦି ସବୁ ଘଟଣା କହିଲା। କିପରି ଟୁକୁନା ବାଘ ସହିତ ଲଢ଼େଇ କରି ତାଙ୍କର ଜୀବନ ରକ୍ଷା କଲା। ସାବାସ୍ ଟୁକୁନା, ସବୁବେଳେ ଭଉଣୀର ଏମିତି ରକ୍ଷା କରୁଥା। ଟୁକୁନା, ମୋତେ କ୍ଷମା କରିଦେ ପୁଅ। ମୁଁ ମଧ୍ୟ ତୋତେ ବହୁତ ହଇରାଣ କରିଛି, ଆଉ ତୋତେ କେବେ ହଇରାଣ କରିବି ନାହିଁ। ମୋ ପୁଅ ପରି ଦେଖିବି। କ୍ଷମା କରିଦେ ମୋତେ। ଶେଷରେ ନନ୍ଦିନୀ ନିଜର ଭୁଲକୁ ବୁଝିପାରିଲା। ଥାଉ ମା, ଯାହା ହେଲା ହେଲା, ତାକୁ ଆଉ ମନେ ପକାଅନି। ଏଥର ଆମେ ସମସ୍ତେ ମିଳିମିଶି ରହିବା।